ଯଦି ସୂର୍ଯ୍ୟ ସିଂହ ରାଶିରେ ଥାନ୍ତି ତାହେଲେ କଣ ହେଲା, ସୂର୍ଯ୍ୟ ଯେହେତୁ ନିଜ ରାଶିରେ ଅଛନ୍ତି ସେ ନିଜ ରାଶିକୁ କଦାପି ଖରାପ କରିବନି। ଯେକୌଣସି ଗ୍ରହ ଯଦି ନିଜ ସ୍ୱ ରାଶିରେ ଅଛନ୍ତି, ଚାହେ ସେ ଲଗ୍ନ ପାଇଁ ଭଲ ହେଇଥାନ୍ତୁ, କାରକ ହେଇଥାନ୍ତୁ, ଅକାରକ ହେଇଥାନ୍ତୁ, ତା ଘରକୁ ସେ ଖରାପ କେବେ ବି କରିବେ ନାହିଁ, ଏଇଟା ମନେ ରଖିବେ। ସୂର୍ଯ୍ୟ ସିଂହ ରାଶିରେ ଥିଲେ ଜାତକ ସ୍ଥିର ବୁଦ୍ଧି ବାଲା, ଅଧିକ ପରାକ୍ରମୀ, ପ୍ରଭୁତ୍ବ ଆଉ କୀର୍ତ୍ତିରେ ଯୁକ୍ତ, ରାଜା ମାନଙ୍କ ଆଶ୍ରିତ। ଯଦି ମଡର୍ନ ଡେ ର ଇଣ୍ଟରପ୍ରିଟେସନ ନବା ତାହେଲେ ସିଏ ଗଭର୍ଣ୍ଣମେଣ୍ଟ ଜବ କରିଥିବା ବାଲା ହେଇଥାଇପାରେ, ଲୋକଙ୍କୁ ନେଇକି ଚାଲିଲା ବାଲା ହେଇଥାଇପାରେ। ଏଇଠି ଯଦି ସୂର୍ଯ୍ୟ ରାଶିରେ, ସୂର୍ଯ୍ୟ ସିଂହ ରାଶିରେ ଥାଇକି ନେଗେଟିଭ ହେଇଗଲେ କି ବ୍ୟାଡ ଇମ୍ପ୍ଲିକେସନ ବା ବ୍ୟାଡ ଇନଫ୍ଲିକ୍ଟ ହେଇଗଲେ, କେମିତି ନା ରାହୁ କେତୁ ଶନି ଦ୍ଵାରା ଯଦି ଇନଫ୍ଲିକ୍ଟ ହେଇଗଲେ ତାହେଲେ କଣ ହବ, ଜାତକ ଚଞ୍ଚଳ ବୁଦ୍ଧି ବାଲା ହବ, ପରାକ୍ରମ ତାର ଖରାପ କାମରେ ଦେଖେଇବ, ତାର ପ୍ରଭୁତ୍ବ କୀର୍ତ୍ତି ସବୁ ନାଶ ଯିବ ଏବଂ ଗଭର୍ଣ୍ଣମେଣ୍ଟରୁ ତାକୁ ଅସୁବିଧା ଫେସ୍ କରିବାର ସମ୍ଭାବନା ରହିଛି ଏବଂ ଲୋକମାନେ ସମସ୍ତେ ସବୁ ଲୋକମାନଙ୍କର ସମାଜରେ ନିନ୍ଦନୀୟର ପାତ୍ରଟିଏ ହବ।